ଗାଧୋଇବାକୁ ଯାଇ ଭାସିଗଲେ ଦୁଇ ଛାତ୍ରୀ। ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କର ଏଯାଏଁ କୌଣସି ପତ୍ତା ମିଳିନଥିବା ଜଣାପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଜୁଡ଼ାବାଲି ପଞ୍ଚାୟତର ସାଲିଗୁଡ଼ା ଅଞ୍ଚଳରେ। ଘଟଣା ପ୍ରକାରେ 16 ତାରିଖ ଶନିବାର ଦିନ ପ୍ରାୟ 12ଟା ସମୟରେ ସାଲିଗୁଡ଼ାର 6 ଜଣ ଛାତ୍ରୀ ସ୍କୁଲରୁ ଫେରିବା ବେଳେ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 2 ଜଣ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ କୋଟଗଡ଼ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଗୁରୁତର ଛାତ୍ରୀ ଜଣକ ଆଲନ୍ତି ଗାଉଁଟିଆ ହୋଇଥିବା ବେଳେ ନିଖୋଜ ଥିବା ଛାତ୍ରୀ ଜଣକ ଚାନ୍ଦିନୀ ମଲ୍ଲିକ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀମାନେ ବର୍ତ୍ତମାନ ସୁଦ୍ଧା ନିଖୋଜ ଛାତ୍ରୀଙ୍କୁ ନଈରେ ଖୋଜାଖୋଜି ଜାରି ରଖିଥିବା ଜଣାପଡ଼ିଛି। ବାଲିଗୁଡ଼ାରୁ ଭବାନୀ ଶଙ୍କର ଜେନାଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।